ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ। ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଉକ୍ତ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି, ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମାସିକ ରାଶିଫଳ 1 ଜୁଲାଇ 2026 ଠାରୁ 31 ଜୁଲାଇ 2026 ମସିହା। ସନ୍ 2026 ମସିହାର ଜୁଲାଇ ମାସଟି ଯେଉଁ ବ୍ୟକ୍ତିଙ୍କର ଜନ୍ମଜାତକ ରାଶି ହେଉଛି ମୀନ ରାଶି। ଅନ୍ୟଥା ଯେଉଁ ବ୍ୟକ୍ତିଙ୍କର ଜନ୍ମଜାତକରେ ଲଗ୍ନ ହେଉଛି ମୀନ ଲଗ୍ନ। ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ମୀନ ରାଶି, ତାହେଲେ ନିଶ୍ଚିତ ରୂପରେ ଆମେ ବିଷୟରେ ଦେଖିବା ଅତ୍ୟନ୍ତ ଆବଶ୍ୟକ ଅଛି। ପ୍ରିୟ ଦର୍ଶକ ବନ୍ଧୁ, 1 ଜୁଲାଇ 2026 ଠାରୁ 31 ଜୁଲାଇ 2026 ମସିହା। ତାହେଲେ 1 ଜୁଲାଇ ଠାରୁ 17 ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ ରହିବେ ଆପଣଙ୍କ ରାଶିର ଚତୁର୍ଥ ଭାବରେ। 17 ଜୁଲାଇ ଠାରୁ କର୍କଟ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ରହିବେ ଆପଣଙ୍କର ପଞ୍ଚମ ଭାବରେ। ରାଶି ହେଉଛି ମୀନ ରାଶି। ଦେବଗୁରୁ ବୃହସ୍ପତି ଆପଣ ପଞ୍ଚମ ଭାବରେ ରହି ଦୃଷ୍ଟି ଦେଇଛନ୍ତି ଆପଣଙ୍କ ମୀନ ରାଶି ଉପରେ। ତାହେଲେ ପ୍ରଦର୍ଶନ ମନେ ରଖିଥିବା ଦରକାର, ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଭାଇ ହୁଅନ୍ତୁ, ଭଉଣୀ ହୁଅନ୍ତୁ, ମିତ୍ର ହୁଅନ୍ତୁ, ଏମାନଙ୍କୁ ସରଳ ବିଶ୍ୱାସ କରିବା, ଟିକେ ସାବଧାନ। ନିଜର ଗୁପ୍ତ କଥାକୁ କୌଣସି ବ୍ୟକ୍ତି ଆଗରେ ପରିପ୍ରକାଶ କରନ୍ତୁନି, ଏଥିରେ କଷ୍ଟ ଦେଖାଦେବ, ବାଧା ଆସିବ। ଅନ୍ୟ ଜଣକୁ ସହଯୋଗ କରିବାକୁ ଯାଇ ନିଜେ ଫସିଯିବାର ସମ୍ଭାବନା ଦେଖାଯାଉଛି। କିନ୍ତୁ ସେହି ମିତ୍ର, ସେହି ଭାଇ ଭଉଣୀ ମଧ୍ୟରେ କିଛି ସହଯୋଗ ଯୋଗୁଁ କିଛି ପ୍ରପର୍ଟି, ଜମି ଜାଇଦାଦ କ୍ଷେତ୍ରରେ ଧନ ନିବେଶ କରିପାରିବେ। କିନ୍ତୁ ମନେ ରଖିଥିବା ଦରକାର, ନିଃସ୍ୱାର୍ଥରେ ହେବା ଦରକାର। କୌଣସି ବ୍ୟକ୍ତି ସ୍ୱାର୍ଥକୁ ନେଇ ଆପଣଙ୍କୁ ଯଦି ଧନ ସହଯୋଗ କରୁଛି, ତା ନିଶ୍ଚିତ ରୂପରେ ଆପଣଙ୍କୁ ବହୁତ ସମସ୍ୟା, କଷ୍ଟରେ ପୀଡ଼ିତ ହେବାକୁ ପଡ଼ିପାରେ। ଟିକେ ସାବଧାନ। ଜେଲସ୍, ବୁରି ଦୃଷ୍ଟି, ନଜର ଶକ୍ତି ମଧ୍ୟ ଲାଗିବାର ସମ୍ଭାବନା ଦେଖାଯାଉଛି। ଗୃହ କାର୍ଯ୍ୟରେ ସଫଳତା ଦେଖାଦେବ। ଚାହେ ଗୃହକୁ ରିପାରିଂ କରୁଛନ୍ତି ବା ନୂତନ ଜମି କ୍ରୟ କରୁଛନ୍ତି, ଅନ୍ୟଥା କିଛି ଜମି ଉପରେ କିଛି ଘରକୁ ନିର୍ମାଣ କରୁଛନ୍ତି ବା ବିଜନେସ ପାଇଁ କିଛି ଜମି ଆପଣ ନେଉଛନ୍ତି ବା ଜମି ବାଡ଼ି ଭିତରେ ଯଦି କିଛି ବିଜନେସ କରୁଛନ୍ତି, ନିଶ୍ଚିତ ରୂପରେ କ୍ରୟ ବିକ୍ରୟ ହବ। ଏଥିରେ କିଛି ଅର୍ଥ ଯୋଗ ମଧ୍ୟ ଲାଭ ଅଛି, ନିଶ୍ଚିତ ନିଃସନ୍ଦେହ। ବାସ୍ ଚେଷ୍ଟା ପ୍ରତି ଚେଷ୍ଟା ରଖିବା, କାରଣ ସୂର୍ଯ୍ୟ ବୁଧ ଆପଣଙ୍କ ଚତୁର୍ଥ ଭାବରେ ଅଛନ୍ତି। ମାତାଙ୍କ ସପୋର୍ଟ ମିଳିବ, ସହଯୋଗ ମିଳିବ, କିଛି ଅର୍ଥ ଯୋଗ ହବ, କିଛି ଜମିବାଡ଼ି କ୍ଷେତ୍ରରେ ଆପଣ ଧନ ନିବେଶ କରିପାରିବେ। ପୁରାତନ ଜମିକୁ ସୁଧାରତା ଦେଖାଦେବ, କିଛି ଗାଡ଼ି କ୍ରୟ ମଧ୍ୟ କରିପାରିବେ। ବିଦ୍ୟାର୍ଥୀ ବିଦ୍ୟା କ୍ଷେତ୍ରରେ ସଫଳତା ଅର୍ଜନ କରିବେ, ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। ଲଭ ମ୍ୟାଟର ମଧ୍ୟ ସଫଳତା ଦେଖାଦେବ। ବୁଦ୍ଧି ବିଦ୍ୟା ଯୋଗୁଁ କିଛି ଅର୍ଥ ପ୍ରାପ୍ତି ଯୋଗ ଅଛି, କିଛି କର୍ମ ଯୋଗ ମଧ୍ୟ ଅଛି। ଯଦି ବେପାର ବାଣିଜ୍ୟ କରୁଛନ୍ତି, ସେଥିରେ ମଧ୍ୟ ସଫଳତା ଦେଖାଦେବ। କିନ୍ତୁ ପାଣିକୁ ନିୟନ୍ତ୍ରଣ ରଖିବେ। କ୍ରୋଧ, ଜିଦି, ଅଶାନ୍ତି, ଅସନ୍ତୁଷ୍ଟତା, ତର୍କ ବିତର୍କ ଏସବୁ ହେବା ଉଚିତ ନୁହେଁ। ମନକୁ ବ୍ୟସ୍ତତା କରିବା ଉଚିତ ନୁହେଁ। ସଦା ସର୍ବଦା ଆଚରିତତା ରଖିବା ଅତ୍ୟନ୍ତ ଆବଶ୍ୟକତା ଅଛି। ବାଣୀକୁ ନିୟନ୍ତ୍ରଣ ରଖନ୍ତୁ। ଏ ବାଣୀ ଦ୍ୱାରା ଆପଣ କିଛି ବୋଲ ବଚନ ଯୋଗୁଁ ଆପଣ ବହୁତ କିଛି ସଫଳତା ପାଇପାରିବେ। ଖର୍ଚ୍ଚ ମଧ୍ୟ ହବ। ଭାଇ ଭଉଣୀ ମଧ୍ୟରେ ସତର୍କତା ରହିବା ଅତ୍ୟନ୍ତ ଆବଶ୍ୟକତା ଅଛି। ତର୍କ ବିତର୍କ ଜେଲସ୍ କ୍ରିଏଟ୍ କରିବ। ଗୃହ କାର୍ଯ୍ୟରେ ବ୍ୟସ୍ତତା ରହିବେ, ସନ୍ତାନକୁ ନେଇ ଆନନ୍ଦିତ ହେବେ। ବୁଦ୍ଧି ବିଦ୍ୟା ଯୋଗୁଁ ଆପଣ ଅନେକ କ୍ଷେତ୍ରରେ ବିଜୟ ପ୍ରାପ୍ତି ହେବେ। ପୁଲିସ ମ୍ୟାଟର, କୋର୍ଟ କଚେରୀ କ୍ଷେତ୍ରରେ ମଧ୍ୟ ସାବଧାନ ରହିବା ଆବଶ୍ୟକତା ଅଛି। ଯେଉଁମାନେ ଜେଲ କାରାବାସରେ ଅଛନ୍ତି, ସେମାନେ କିଛି ମୁକ୍ତ ଆକାଶକୁ ଆସିବେ। କିଛି ଋଣ ମୁକ୍ତି ଦେଖାଦେବ। କିଛି ଶତ୍ରୁ ଚିନ୍ତା, ଋଣ ରୋଗରୁ କିଛି ଆରୋଗ୍ୟତା ଦେଖାଦେବ, ଆରୋଗ୍ୟତା ଆସିବ। ତାହେଲେ ପ୍ରଦର୍ଶନ ମନେ ରଖିଥିବା ଦରକାର, ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବେ। ପିତା ମାତାଙ୍କୁ ସମ୍ମାନ ଆଦର ଭକ୍ତି କରିବେ। ପିତା ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦେବେ। ଏବଂ
पितामाता सहित आर्गुमेंट करने उचित कौन सी क्षेत्र आप जॉब करुँच उच्च कर्मचारी निच कर्मचारी सहित के आर्गुमेंट करतुनि जो स्थान में जॉब करुँच से स्थान में निजर कमजोरी को केवे परिप्रकाश करतुनि या द्वारा आप निश्चित रूप से भविष्य किसी प्राप्त करने जिनस आप हाथ चली जार संभावना देखा दूसरी किसी विघ्न आसबार संभावना देखा दूसरी किसी बाधा आसबार संभावना देखा दूसरी बट इनकम सोर्स ठीक ठाक रहा किसी असुविधा ना एवं कर्म जो स्थान में करुँच छाड़ापी चेष्टा करूँ कहारी व्यक्तिगत कथा कहवा उचित नहीं। बेपार वाणिज्य क्षेत्र बिल्कुल ठीक निसंदेहता किंतु असंतुष्टता अशांति केभे भी बेपार वाणिज्य है ना हम कौन सी बेपार वाणिज्य कर आज 1000 मिलूँ कल 500 मिल कल परदिन किसी न मिल पारे से संतुष्टि और शांति रुहतु पीस रुहतु निश्चित रूप से सफलता देखा माँ लक्ष्मी धैर्य आवश्यकता कारण आपण षष्ठ भाव सूर्य आपण कर्म क्षेत्र अच्छा चिंता कर कर्म क्षेत्र दृष्टि देते एवं सूर्य आपण चतुर्थ भाव रही कर्म क्षेत्र को दृष्टि देते एपट हाथ देवे एपट हाथ में किसी विघ्न क्रिएट करने चेष्टा करेंगे से सकाशे निजर कर्म कर्तव्य वाणी विचार आचार प्रति यथेष्ट ध्यान देवा आवश्यकता अच्छे प्रदर्श बंधु प्रतिकार कौन करवा प्रत्येक दिन प्रातः समय स्नानादि कार्य सारी गृह इष्ट देवी इष्ट देवता को प्रणाम करवा सात्विक भोजन आहार करवा मासक सारा निष्ठावान रहा पवित्रवान रहा सदा सर्वदा पॉजिटिव थॉट भीतर चलवा जहाँ मिलूँ जमी मिलूँ संतुष्टि और शांति रूप में ग्रहण करवा सोमवार गुरुवार शनिवार दिन अशस्त वृक्षमूल जल एवं गुड़ सका 6 ରୁ 8टा मध्य दान करवा गोमाता को सेवा करते गोरक्षा करते या द्वारा आपंकर मंगल हो सफलता प्रिय दर्शक बंधु एत थिला मीन राशि व्यक्ति मानक मासिक राशिफल आज तो समय कार्यक्रम रखुଛୁ पुणी देखा जय जगन्नाथ नमस्कार।